ଅପରାଧୀଙ୍କ ଘରେ ଚାଲିଲା ବୁଲଡୋଜର। କେନ୍ଦୁଝର ଜିଲ୍ଲା ଜଡ଼ା ବ୍ଲକ ଅନ୍ତର୍ଗତ ବଡ଼ବିଲ ଅଞ୍ଚଳରେ ବେଆଇନ ଭାବରେ ନିର୍ମାଣ କରିଥିବା ଘରକୁ ବୁଲଡୋଜର ଦ୍ୱାରା ପ୍ରଶାସନ ଭାଙ୍ଗି ଦେଇଛି। ବଡ଼ବିଲ ପୌରାଞ୍ଚଳ 8 ନମ୍ବର ୱାର୍ଡ ଅନ୍ତର୍ଗତ ବାରକତ ନଗରର ଶହାଦତ ଖାନ ଆଜାଦ ବସ୍ତିର ଏମଡି ରାଜା ଭଞ୍ଜ କଲୋନୀର ଆଲୋକ ରାମ ଏବଂ ଅଭିମନ୍ୟୁ ପ୍ରଧାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। କ୍ରମାଗତ ଭାବରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା 4 ଜଣଙ୍କ ବେଆଇନ ନିର୍ମାଣକୁ ପ୍ରଶାସନ ଦ୍ୱାରା ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଘର ଭଙ୍ଗାଯିବା ସମୟରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡା, ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ଥାନା, ବଲାଣି ଥାନା, ଜଡ଼ା ଥାନା, ରୁଗୁଡି ଥାନାର ଅଧିକାରୀ, 3 ପ୍ଲାଟୁନ ପୋଲିସ, ମହିଳା ପୋଲିସ, ଅଗ୍ନି ନିରାପତ୍ତା ବାହିନୀ, ବିଦ୍ୟୁତ ବିଭାଗ, ଆମ୍ବୁଲାନ୍ସ ଗାଡ଼ି ସହିତ ସ୍ୱାସ୍ଥ୍ୟ କର୍ମୀ, ଜଳ ଯୋଗାଣ ବିଭାଗ, ରାଜସ୍ୱ ଅଧିକାରୀ, ପୌର ବିଭାଗ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଘଟଣା ପରେ ବଡ଼ବିଲ ସହରରେ ଅପରାଧୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି। ପ୍ରଶାସନର ଏହିଭଳି ପଦକ୍ଷେପକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।